ଶୀତୁଆ ସକାଳରେ ସ୍ୱାଗତ କରୁଛି ସାଙ୍ଗମାନେ ଆଜିର ଆଉ ଗୋଟେ ନୂଆ ଫ୍ରେଶ୍ ଭ୍ଲଗ୍କୁ। ମୋ ପାଖରେ କିଏ ଅଛି ଦେଖ, ଇଏ ହେଉଛି କାଳିଆ। ଏବେ ଯେହେତୁ ଶୀତ ଦିନ ଚାଲୁଛି, ଏବେ ଆଉ ଘରେ ରହୁନାହିଁ, ପୁଣି ସେଇ ପୁରୁଣା ଧନ୍ଦା କୁତି ପଛରେ ବୁଲୁଛି। ବୁଲି 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 ରାତି 10ଟା 10:30 ବେଳକୁ ଘରକୁ ଫେରୁଛି। ଦେ ବର୍ତ୍ତମାନ ସକାଳୁ ସକାଳୁ ଆସି ସାରିଛି କଂସେ ଚାହା। କାହିଁ ଏମିତି ହଉଛୁ? ନେଇ ବିସ୍କୁଟ ଖଣ୍ଡେ ଖାଇଦେ। ଶୀତ ଦିନ ସ୍ପେସିଆଲି ସମସ୍ତଙ୍କ ଘରେ ଗାଁରେ ସକାଳୁ ସକାଳୁ ନାଲି ଚା ହୁଏ। ଆଉ ଏଇଠି ମୋ ଝିଆରୀ ବସିକି କମଳା ଛଡ଼ଉଛି। କୋଉଠୁ ତାର ଗୋଟେ ଆଣିଛି କମଳାଟେ, କୋଉଠୁ ଆଣିଲୁ? ଆଉ ଛଡ଼ା ଖାଇଦେବା ଦେଖିଆ ଆଉ। ଆମର ବଢ଼ିଆ ସୁନ୍ଦରିଆ କମଳା ଗଛ ଗୋଟେ ଥିଲା, ଆଉ ସେ ମଝିରେ ବର୍ଷା ପବନ ହେଲା ଯେମିତି ତାର ଡାଳପତ୍ର ଭାଙ୍ଗିଗଲା ଆଉ କମଳା ଆସୁନାହିଁ। ଭଲ ଲାଗୁଛି, ଖଟା ଅଛି ଟିକେ ଖଟା ଲାଗୁଛି ଆଉ। ଏଇ ଆଙ୍କ ଗଛ ଚାଲ ପାରିବା ଏଇନାକେ। ଚାଲୁନ। ହଁ ଚାଲ। ହୁଏ ନା ତାର ଘରେ କେହି ନାହାନ୍ତି, ଇଏ ଗୋଟେ ଲୋକ କହୁଛି ପାରିବା ପାଇଁ। ଶଳା କହିବେ ଚୋର ଭିଡ଼ିଓ ଦେଖିକି। ଆମର ଯେଉଁ ଗଛଟା ଥିଲା, ସେ ଗଛଟାରେ ଭଲ କମଳା ଆସେ, ସେଟା ବି ଖଟା ଲାଗେ। ଏଇଟା ମିଠାଟା। କୋଉଟା? ଏଟା ବଡ଼ ହେଲେ ତାଙ୍କର ପାରିବା, ଚୋରି କରିକି ପାରିବା। ଏବେ ଗାଧେଇ ଗୋଧାଇ ସାଙ୍ଗମାନେ ଫ୍ରେଶ ହେଇଗଲି। ଆଉ ଦେଖ ମୋ ହେୟାର ଷ୍ଟାଇଲ ଦେଖ, ଯାହା ସବୁ ବାଳ ଥିଲା ସବୁ କାଟି କୁଟାକିରି ରେଡ଼ି ହେଇଯାଇଛି। ମୋ ବାବୁକୁ ତା ମା ଆଉ ଦଧ ଦଉନାହିଁ। ଇରେ ହେ ବାବୁନୁ ଲୋ, ଖାଇନୁ କି ଦଧ? ତା ମା କୋଉଠି ଖାଉଛି? ହଇ ବାଟର ତ ମା ଖାଉଛି। ବାବୁ ଏବେ ମାରିଦବୁ, ମୋ ମୁହଁ ଫଟେଇ ଦବୁରେ। ଇରେ ବାପ, ମୋ ଗଞ୍ଜି ଫଞ୍ଜି ସବୁ ଅସନା କରିଦେଲାନି ରେ। ଅସନା କରିଦେଲାନି ମୋ ଗଞ୍ଜି ଫଞ୍ଜି ସବୁରେ। ଆକୁ ବ କେତେ ଦିନ ହେଇଛି? ମାସେ ହେଇଗଲାଣି। ମାସେ ହେଇଗଲାଣି ରେ। ଏଥର ଡାଳ ପତ୍ର ଖାଇବ ମୋ ବାବୁନୁ। ବାବୁନୁ ଖାଇବୁ ଏଥର ଡାଳ ପତ୍ର। ତୋ ମା ତତେ ଦଧ ଦେଇନେଇ ଖାଇବାକୁ। ତୋ ମା ହିଆଡ଼େ କୁଆଡ଼େ ଯାଇଛି ଚରି ବୁଲିକିରି ଖାଉଛି। ସିଆଡ଼ୁ ଆସିନେ ତତେ ଦଧ ଦବ, ତୁ ଖାଇବୁ। ତୋ ମା ଦଧ ଖାଇ 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 ପୁରା ମୋଟି ହେଇଯିବୁ। ଧାନ ଅମଳର ସିଜିନ୍ ଯେହେତୁ ସାଙ୍ଗମାନେ ହେଇଗଲାଣି, ତେଣୁକରି ଦେଖ ଆମର ଏଇଠି ମାଟି ଗୋବର ପକାଯାଇଛି। ଏଇଠି ଖଳା ଏ ବର୍ଷ କରାଯିବ। ସାଙ୍ଗମାନେ ରୋଷେଇ ଷ୍ଟାର୍ଟ ହେଇଗଲାଣି। ଶୀତ ଲାଗୁଛି, ମୁଁ ଏଇଠି ନିଆଁ ପାଖରେ ବସିକି ଟିକେ ଗରମ ହେଉଛି। ବୋଉ ମୋର ଏଠି ପରିବାପତ୍ର କାଟୁଛି ଡାଲମା କରିବା ପାଇଁ। ଶୀତଦିନିଆ ଗାଁରେ ସନ୍ଧ୍ୟାବେଳିଆ ଚୁଲି ଚାରିକଡ଼ ଛୁଆ କତରୁ ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ଘେରିକି ସବୁ ଉଷୁମ ଟାଣନ୍ତି।